myself Niranjan Nayak, MSc in Zoology, Bachelor in Education. ମୁଁ ଏଠିକାର ହେଡ଼ମାଷ୍ଟର ଅଛି। ମୁଁ 2022 ସେପ୍ଟେମ୍ବର 13ରୁ ଏଇଠି ମୋର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅଛି। ତା ଆଗରୁ ମୁଁ 20 ବର୍ଷ ଧରି ସୋରର ପ୍ରିମିୟର ସ୍କୁଲ ସତ୍ୟାନନ୍ଦ ହାଇସ୍କୁଲ ସୋର, ଯାହାକି 1939ରୁ ପ୍ରତିଷ୍ଠା ହେଇଛି, ମୁଁ ସେଇଠି ସାଇନ୍ସ ଟିଚର ରୂପେ କାର୍ଯ୍ୟ କରୁଥିଲି 2000ରୁ 2022 ପର୍ଯ୍ୟନ୍ତ। ଆଣ୍ଡ ମୁଁ ପ୍ରାୟ ସବୁବେଳେ ଚେଷ୍ଟା କରେ, ଯେହେତୁ ମୁଁ ମୋର ବ୍ୟାକଗ୍ରାଉଣ୍ଡ ସାଇନ୍ସ, ଯେ ପିଲାମାନଙ୍କୁ କେମିତି ଟିକେ ସାଇନ୍ସ ଆକ୍ଟିଭିଟିରେ ବେଶୀ ଜଡ଼ିତ କରିବା ପାଇଁ, ଯାହା ଫାଇନାଲି ଟିଙ୍କର ଅନ୍ ହୁଇଲ୍ ମୋତେ ମୋର ହୋପ୍ଟାକୁ ପୁରା ଫୁଲଫିଲ୍ କରିଛି। ଥ୍ୟାଙ୍କସ୍ ଏ ଲଟ୍। ହଁ, ୱେଲକମ୍ ଟୁ ଟିଙ୍କର ଅନ୍ ହୁଇଲ୍ ପ୍ରୋଗ୍ରାମ୍। ଏ ପ୍ରୋଗ୍ରାମଟା ଆମର ପ୍ରଥମେ ଇନାଗୁରେସନ୍ ହେଇଥିଲା ଆର୍ଏନ୍ ଫିଲ୍ଡରେ, ଆଣ୍ଡ ସେକେଣ୍ଡ ଟାଇମ୍ ଆମ ସ୍କୁଲକୁ ଆସିଥିଲା 27ରେ, ତାପରେ 30 ତାରିଖ, ଦେନ୍ ଫାଇନାଲି ଆସିଥିଲା 4 ତାରିଖ। ଫାର୍ଷ୍ଟ ଡେରେ ପିଲାମାନେ ତାଙ୍କର ସବୁ ନିଜ ଓପିନିଅନ୍ ସେୟାର କରିଥିଲେ। ଟିକେ ପ୍ରଥମେ ଭୟ କରୁଥିଲେ, ବଟ୍ ଲେଟର୍ ଅନ୍ ସେମାନେ ବହୁତ ଫ୍ରି ହେଇଗଲେ। ଆମର ଯେଉଁ ଆସିଥିଲେ ସେମାନଙ୍କର ଟିଙ୍କର ଅନ୍ ହୁଇଲ୍ର ଯେଉଁ ପ୍ରୋଗ୍ରାମର ମାନେ, ଆଉ ପିଲାମାନେ ତାଙ୍କର ଏମ୍ ଆମ୍ବିସନ୍ ସବୁ କହିଲେ, ଆଣ୍ଡ ତାଙ୍କର ବକ୍ସରେ ସବୁ ଯାହା ଆକ୍ଟିଭିଟି ସେଦିନ ଫାର୍ଷ୍ଟ ଟାଇମ୍ ହେଇଥିଲା। ତାପରଠୁ ତାଙ୍କର ସିଲାବସ୍ ଅନୁଯାୟୀ ଯାହା ଯାହା ସବୁ ଥିଲା, ନ୍ୟୁଟନ୍ସ ଥାର୍ଡ଼ ଲ ଆଣ୍ଡ ଚାର୍ଜ ଆଣ୍ଡ ରେନ୍ ୱାଟର ହାର୍ଭେଷ୍ଟିଂ ଆଣ୍ଡ ଅଦର ସବୁ ଆକ୍ଟିଭିଟି ସେମାନଙ୍କୁ ଦେଖାଇଲା ପରେ ପିଲାମାନେ 30 ତାରିଖରେ 3D ପ୍ରିଣ୍ଟର ମଡ଼େଲ ତିଆରି କରିବା ଆରମ୍ଭ କଲେ। ଆଣ୍ଡ ଫାଇନାଲ ଡେ ଦିନ ନ୍ୟୁଟନଙ୍କ ଥାର୍ଡ଼ ଲକୁ ନେଇକି ୱାଟର ପ୍ରପଲସନ୍ ବଟଲରେ ପିଲାମାନେ ଦେଖିଲେ। ଏମିତି ସୋ ମେନି ଆକ୍ଟିଭିଟି ଦେଖିଲେ। ମୁଁ ହେଡ଼ମାଷ୍ଟର ହିସାବରେ ଜିନିଷ ଫିଲ୍ କଲି ଯେ ଆମେ ପ୍ରାୟ ଅଧିକାଂଶ ଜିନିଷକୁ ଥିଓରିଟିକାଲି ପିଲାଙ୍କୁ କହୁ, ପ୍ରାୟ ସବୁଯାକ ପ୍ରାକ୍ଟିକାଲ ସେମାନେ ଦେଖାଇ ପାରୁନାହିଁ। ଯେଉଁଗୁଡ଼ା କିଛି ଆମର ଅଭାବ ଥିଲା, ସେଗୁଡ଼ାକ ଯାହା ହଉ ଟିଙ୍କର ଅନ୍ ହୁଇଲ୍ର ପ୍ରୋଗ୍ରାମ ଦ୍ୱାରା ପିଲା ପାଖାପାଖି 80% ନଲେଜ ଗେନ୍ କରୁଛନ୍ତି ଏବଂ ପିଲାମାନେ ବହୁତ ଏକ୍ସାଇଟେଡ଼ ଅଛନ୍ତି ରିଗାର୍ଡ଼ିଂ ଦିସ୍ ପ୍ରୋଗ୍ରାମ। ଏବଂ ଆମେ ଏକ୍ସପେକ୍ଟ କରିବୁ ତାଙ୍କର ଏଇ ପ୍ରୋଗ୍ରାମଟା ଆମ ସ୍କୁଲମାନଙ୍କ ପାଇଁ ଆଉ ଟିକେ ଲାର୍ଜ ପ୍ଲାଟଫର୍ମରେ କଣ୍ଟିନ୍ୟୁ କରୁ। ହେଲେ ଏଇଟା ଆମ ପିଲାଙ୍କ ପାଇଁ ଟିକେ ବେଟର ଏନଲାଇନମେଣ୍ଟର ସହାୟକ ହେବ, ଆଉ ପିଲାଙ୍କର ସାଇଣ୍ଟିଫିକ୍ ଥଟ୍ ଆଟିଚ୍ୟୁଡ଼ର ଟିକେ ବିକାଶ ଘଟିବ, ଆଉ ପିଲାମାନଙ୍କର ଫ୍ୟୁଚର ମଧ୍ୟ ଟିକେ ବ୍ରାଇଟ୍ ହେବ ବୋଲି ମୁଁ ଆଶା କରୁଛି। ଥ୍ୟାଙ୍କ ୟୁ, ଟିଙ୍କର ଅନ୍ ହୁଇଲ୍।